କେବେ ସରିବ ସେ କହିଲା ଭାଇ ଆମେ ମୂଳରୁ ଆଉ ଚୁଳିଟା ପକେଇ ପାରୁନେ ସେତେବେଳେ କେତେ ବାରଣା ଚାରଣା କୁକୁଡିଆ ହେଇଛି ଖାଲି ରାଗି ବସିଛି ସେଇଠି ସେଇଠି ସମୁଦ୍ର କୂଳରେ। ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ ଭବ ତୁମେ ଭବ ତୁମେ। ଆଜି ଆମେ ଏଇ ପବିତ୍ର ଜଗନ୍ନାଥ ପରିଦର୍ଶନରେ ଯାଉଥିବା ରାସ୍ତାରେ ଆମର ସମସ୍ତ ଫ୍ୟାମିଲି ସେଇ ଜଗନ୍ନାଥଙ୍କ ଆଶୀର୍ବାଦ ନେଇ ଆମେ ତାଙ୍କ ନାମରେ ଏକ ଆଧାରିତ ଭଜନ ଆରମ୍ଭ କରିବୁ। ସେ ଭଜନଟି ଆମର ସୁକଣ୍ଠ କଳାକାର କଣ୍ଠଶିଳ୍ପୀ ଅଲିଭା ପ୍ରିୟାଲି ଆପଣ ମାନଙ୍କୁ ଗୀତ ଶୁଣେଇବେ, ତା ସହିତ ପାଳି ଦେବେ ଜଲିବା ପ୍ରିୟାଲି ମାରିକି। ଭୁଲନ୍ତୁ ନାହିଁ ଦର୍ଶକ ବନ୍ଧୁ। ଆଚ୍ଛା, ଆମର ବାଦ୍ୟ ସହକାରେ ଅଛନ୍ତି ସିଲୁ ଆଉ କ୍ୟାସିଓ ପ୍ରଦାନ କରିବେ ଗାୟତ୍ରୀ ଦାସ ଆଉ ଝୁମୁକାରେ ଅଛି ଗୁଲ୍ଡି। ତେଣୁ ଆପଣ ମାନଙ୍କୁ ନିଶ୍ଚିତ ଆମ କାର୍ଯ୍ୟକ୍ରମ ମନକୁ ଛୁଇଁବ। ତେଣୁ ଆପଣ ମାନେ ଆମ କାର୍ଯ୍ୟକ୍ରମକୁ ମନ ଧ୍ୟାନ ଦେଇ ଶୁଣନ୍ତୁ। ଆସନ୍ତୁ ଆରମ୍ଭ କରିବା। ପ୍ରଥମେ କଣ୍ଠଶିଳ୍ପୀ ଅଲିଭା ଗାଇବେ ସେଇ ଜଗତର ନାଥ ଜଗନ୍ନାଥଙ୍କ ମହା ରୂପ ବର୍ଣ୍ଣନା କରିବେ। ଜଗନ୍ନାଥ 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 ଆରମ୍ଭ କର। ଜଗନ୍ନାଥ ଶ୍ରୀ ଜଗନ୍ନାଥ ଲକ୍ଷେ ଶାଳ ଗ୍ରାମ ବେଦକୁ ଛାଡ଼ି ରଥ ରୋଡ଼ ହେଉଛି ମକଳ ଶ୍ରୀହରି ମେଣ୍ଟି ଯିବ ଆଖିରୁ ଅନେକ ସୁଷ ଶାରଦା ବାଲିରେ ସେ ନନ୍ଦୀ ଘୋଷ ଜୟ ଜଗନ୍ନାଥ କହି ଦୁଇ ହାତ ଟେକି ଦେଇ ମନ ପ୍ରାଣ ମିଶି ଯାଉ ମହାଯାତ୍ରାରେ ମୋ ଜଗା କାଳିଆରେ ମୋ ଜଗା କାଳିଆରେ ମୋ ଜଗା କାଳିଆରେ ଶ୍ରୀ ଜଗନ୍ନାଥ କି ବାଲି ଯୋଉଠି ବିଭୂତି ହୁଏ ତାଠାରୁ ମାଗେ ସିଏ ଦାରୁ ହେଲେ ବି ବୁଝୁଛୁ ଦୁଃଖ ନ କହି ପାରୁନି ସକଳ କଥା ଦେ ହାତକୁ ବଢାଇ ମତେ ନେ କୁଳାଇ ଯୋଉ ବର୍ଗ ଫଳାଣି ଯାଚି ଦଉରେ ମୋ ଜଗା କାଳିଆରେ ମୋ ଜଗା କାଳିଆରେ ମୋ ଜଗା କାଳିଆରେ। ନିଶ୍ଚିତ ମନ ଛୁଇଁଥିବ। ଆପଣ ମାନେ ଆଶୀର୍ବାଦ ସହିତ ସ୍ନେହ ଭରାପୂର୍ଣ୍ଣ ଦିଅନ୍ତୁ। ସାଙ୍ଗମାନେ ଆମେ ଯାଉଛେ ପୁଲି। କଣ ଖାଇବୁ ପୁଲିଲ? ଭାତ ଖାଇବା ଯୋଜନ କରିକି ଯିବ ନା କଣ ଯୋଜନ କରିକି ଦର୍ଶନ କରିକି ଯିବା। ଖାଇବନି ଆଗେ ଆଗେ ଦର୍ଶନ କରିବା। ଓହୋ ଛୁଆଟା ଜାଣିଛି ଆଉ ଦର୍ଶନ କରିବା ତାପରେ ଏଇ କୋଣାର୍କ ଆସିଗଲା। କହିଦେ କୋଣାର୍କ ଆସିଗଲା। ଆମେ ଆସିଲେ ମଇଁଷି ହେଇ ଛୋଟିଆ ମଇଁଷି। ଆମେ କୋଣାର୍କରେ ଆସି ପହଞ୍ଚିଛୁ। କୋଣାର୍କ ମନ୍ଦିର ଭିତରେ ଯାଉଛୁ। ଆମ ଗୁଡୁଗୁଡି ଯାଉଛି। କଣ ଲ ହେଣୁ ଆସ ହେଣୁ ତ ଜୁଆର ହେଇବ। କେତେ ଦୋକାନ ସାଙ୍ଗ गवर्नमेंट इंडिया का गाइड
ତାକୁ ବୁଝଉଛନ୍ତି କେତେ ଦୋକାନ ଆସିଥିଲା ନା କୋଣାର୍କ କେବେ ଆସ ଛୁଆଳେ ଆସିଥିଲେ ବୋଧେ? ଏ ଦୋକାନ ତ ସବୁବେଳେ ଏଠି ଏଇରକ ହେଁ 4 ବର୍ଷ ସେଇ ତ ଦୋକାନ ସେମ ଆଉ ତମେ କେତେ ଦିନ ପରେ ଆଇଲ କହୁଛନ୍ତି 4 ବର୍ଷ ପୂର୍ବରୁ ଆସିଥିଲ କକା ସାର ଏଇ ଦିନ ଗୁଡି ଭଲ ଲାଗୁଛି ନା ତତେ ଆସିଛୁ କୋଣାର୍କ କେନ ଲାଗୁଛି କହ ଡର ଲାଗୁଛି ଅରିଜିନାଲ ଆଜ୍ଞା ନା ଗୋଟେ ଆମେ 500-600 ଏମିତି ନର୍ମାଲ ଆଣିଛେ ଆମେ ଦୋକାନରୁ କିଣିକି ଓଡ଼ିଶୀ ନୃତ୍ୟ କଳାର ପରିଦର୍ଶନ କରୁଛନ୍ତି ସେମାନେ ପୁରା ରାସ୍ତା ମଝିର ଯାଉଛି ଦେଖନ୍ତୁ ସୂର୍ଯ୍ୟ ମନ୍ଦିରଠୁ ଚା ବୁଗୁଡି ସାଙ୍ଗମାନେ ସୂର୍ଯ୍ୟ ମନ୍ଦିର ଦେଖିପାରୁଥିବେ ଦୂରରୁ ନଜାରା ମୁଁ ଆସିଲି ପାଖାପାଖି 4 ବର୍ଷ ପରେ ବୋଧେ ମୁନୁ କାହିଁକି କାଟ ଆଗରେ ସବୁ ପଳେଣି ଝିଅ ତାର ଦୌଡି ପଳେଇଛି କେହି ଖୋଜୁଛି ଦୌଡୁଥିଲା ତାକୁ ମୁନୁ କାହିଁ ଧରିଥିଲେ ଗୁଲି କାଟଲା ଏଇ ତାକୁ ଧରିକି ଆଣି ହଁ ଟିକେଟ କାଟୁଛନ୍ତି ଟିକେଟ ସେଇଠି କାଟୁଛନ୍ତି ବା ଧାଉଛୁ ହାତ ଧର ଛଦି ଯିବୁ ଟିକେଟ କାଟିବାକୁ ଯାଇଥିଲି ଟିକେଟ କାଟିଲି ଟିକେଟ କାଟିଲା ପରେ ସେଠି ମାନେ ଆଗରୁ ଫ୍ରି କରୁଥିଲେ କରୋନା ପରେ ବୋଧେ ନେଉଥିଲେ ଏବେ 40 ଟଙ୍କା ଲେଖା ଗୋଟେ ଟିକେଟ କରିଦେଲେଣି ଅଫଲାଇନରେ କାଟି ପାରିଲିନି କହିଲେ ଖୁଚୁରା ହବନି ଅନଲାଇନ ଚାଲ ଫଟୋ ଉଠେଇବ ପଛରେ ଉଠିଆ ଆସି ଯା ବୁଲିକି ଆସ ଉଠେ ଏଠିକି ଆସ କଣ ରିସର୍ଚ୍ଚ କରୁଛନ୍ତି ଦେଖୁଛନ୍ତି କାରୁକାର୍ଯ୍ୟ କଣ ହେଇଛି ନା ନାହିଁ ଅକାନାରେ ରିସର୍ଚ୍ଚ କରୁଛନ୍ତି ଆସି ଏଠି କଣ କାରୁକାର୍ଯ୍ୟ ହେଇଛି ନା ନାହିଁ ଭଲ କେଇଠି ହେଇଛି ଲିଙ୍ଗରାଜ ନା ପୁରୀ ନା କୋଣାର୍କ କେତେ ଲୋକ ସାଙ୍ଗ ଦେଖିପାରୁଥିବେ ମୁନୁ କେହି କାଢଲେ ଝିଅ କହିଲ ସାନ ଝିଅ କହିଲ ମୋ ବୁଗୁଡି ଆଇଛି ଖାଲି ରାଗି ବସି ହଉଛି ଯେଠି ପାରି ସେଇଠି ଯିବା ଆସୁନୁ ଖାଲି ଲାଗୁଛି ରାଗି ବଇଛି ଭାଙ୍ଗି ଦବୁ ମୋବାଇଲ ଭାଙ୍ଗି ଦବୁ ତତେ କୁଟିଦେବି ମୋବାଇଲ ଭାଙ୍ଗି ଆମେ ଏବେ 4 କୋଡିଆ ଘୁରି ଯାଉଛୁ ଦେଖିପାରୁଥିବେ ଚକ କରେଣ୍ଟ ହଉଛି ବଦମାସି କରେଣ୍ଟ ମାରିଦବ କୋଉଠିକି ପଡୁଥିବୁ ସେଇଠି ଚକ ପା ଆଜ୍ଞା ହଁ ପୁରା ରଥ ଆଉ ସେଇ ଷ୍ଟାଇଲ ହେଇଛି ଚକ ସବୁ ଲାଗିଛି କେ ରାଜ ସମୟରେ ହେଇଥିଲା କୁହନି ଖାଲି ପାର୍କ ଏବେ ହେଇଛି ପୁରା ସବୁଆଡେ ମୁଁ ଆସିଥିଲି କେତେ 2021 ଆସିଥିଲି ତମେ କରୋନା ପୂର୍ବରୁ ଆସିଥିଲ ବୋଧେ କଣ ହଁ ତମେ ବାରିକ କାମ କରୁଥିଲ ତାଙ୍କ ବାବା ସିଏ କାହିଁ ମୁଁ ତ ସାଙ୍ଗମାନେ ଆମେ ପୁରୀ ଯାଇଥାନ୍ତେ ପୁରୀରୁ ପୁଣି ପ୍ଲାନିଂ ହେଲା କୋଣାର୍କ ଦେଇକି ପୁରୀ ଯିବା ଟିକେ ଖାଲି ଅଳ୍ପ ଭିଡିଓ କରିଛି ପୁଣି ପୁରୀର ଭିଡିଓ ହବ ବହୁତ ନହେଲେ ଲମ୍ବା ହେଇଯିବ ଭିଡିଓ ଟା ଆମେ ଏବେ ପଳେଇ ଯିବା ପୁରୀ କି ସିଧା ଆଉ ବହୁତ ଭଲ ଲାଗୁଛି ଆସିବା ପାଇଁ ଭଲ ଲାଗୁଛି ଯିବା ପାଇଁ କିନ୍ତୁ ଖରାପ ଲାଗୁଛି ଘରେ ରହିବା ପାଇଁ ଭଲ ଲାଗୁଛି अरे कहना क्या चाहते हो
ରହିବା ପାଇଁ ଏଠି ଘର ଅଛି ନା? ହଁ ଆମ ସିଲୁ ଭାଇ ବନେଇକି ରଖିଥିଲେ। ଆମ ଶହ ଶହ ବର୍ଷରୁ ଏଟା ତିଆରି ହେଇ ରହିଥିଲା, ହେଲେ ମୋ ବାପା ଆମକୁ ମନା କଲେ ଆଣିବାକୁ। ମୁନୁ ମୁଁ ଯେତେବେଳେ ଆସିଥିଲି ଏଠିକି, ସେତେବେଳେ ସେଇ ପଟ ଯୋଉ ଥିଲା ନା ଆମର ରୁମ୍ ଗୁଡା ସବୁ ଅଛି, ସେଇଟା ସବୁ ବିଶୁ ମହାରାଣା ରହୁଥିଲା। ଆଉ ମୁଁ କହିଲି କଣ ଏମିତି ତମେ ସବୁ ରହିଛ, ଏଠି କେବେ ସରିବ? ସେ କହିଲା ଭାଇ ଆମେ ମୂଳରୁ ଆଉ ଚୁଳିଟା ପକେଇ ପାରୁନେ, ସବୁ ସରିଗଲାଣି, ଚୁଳିଟା ମାରି ପାରୁନେ। ଆଉ ମୁଁ କହିଲି କଣ କରାଯିବ? ସେ କହିଲେ ଭାଇ ତମ ସେପଟରେ କେହି ଅଛନ୍ତି, ଚୁଳିଟା ମାରିଦେନେ ଆମେ ଗୋଟେ କନ୍ଧରୁ ଗୋଟେ ଦକ ଯାଆନ୍ତା। ଆଉ ତେଣୁ ମୁଁ କହିଲି ହଉ ଦେଖିଆ, ଆମ ସେପଟର ବୁଝାବୁଝି କଲି। अच्छा ठीक है समझ गया। ଆଉ ସେମାନେ ସବୁ କିଛି ବାହାରିଲେ ଯେ, ଦେଖିଲେ ଯେ ତାଙ୍କର ହେଲା ପଥରର ଏତେ ଜ୍ଞାନ ନାହିଁ। ସେ ବଉଳ ଗୋଟେ ପଟେ ଯାଇଥିଲେ, ସେମାନେ କହିଲେ ଆମେ ମୂର୍ତ୍ତି କରିଦବା, ତୁଳି ପାଇବାନି। ଆଉ ତେଣୁ ମୁଁ କଣ କଲି, ଆଉ ବାଦେ ବିଶୁକୁ ଆସିକି କହିଲି, ମୁଁ କହିଲି ଆଉ ବିଶୁରେ ମୁଁ ଆଉ ପାରୁନି। ତୁ ଯାହା କରୁଛୁ କର, ଚଲ ଆଉ କେତେ ଦିନ ରହିବା। ଆଉ ଯାହା ହଉଛି ଚେଷ୍ଟା କଲା, ହେଲେ ହେଲେ କଣ ଆଉ ପାରିଲାନି। ଯାହା ହଉ ତା ପୁଅକୁ କେତେ ମଜୁରୀ ଲାଗିଲା? ମଜୁରୀ କେତେ ଲାଗିଲା? ମଜୁରୀ ଟୋଟାଲ 3600 ମଜୁରୀ ଲାଗିଲା। भाई साहब कुछ ज्यादा नहीं हो गया ये? मतलब कुछ भी। ଆଉ ସେତେବେଳେ କେତେ 12 4 ର ମଜୁରୀ ଥିଲା, 2 ହଁ 3000 ମଜୁରୀ ଲାଗିଥିଲା। ଆଉ 700 ଛେଳି ଲାଗିଥିଲେ, ବଡ ବଡ ଲଙ୍କା ଛେଳିର ପଥର ବୁହା ହଉଥିଲା। ଆଉ ଆମର ଯୋଉ ନା 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 ଗଦ ଟିକେ ପାରିବେନି, ସେନ ବଡ ବଣ କୁକୁଡା ବଣ କୁକୁଡା ସବୁ ବାଲି ସିମେଣ୍ଟ ବୋଉଥିଲେ। ତାଙ୍କ ପିକଅପର ଅକାଡି କହୁଛନ୍ତି ସବୁ, ମାନେ ତାଙ୍କ ସ୍ମୃତି। ନା ନା ବିଷୟରେ ଆମେ ଜାଣିଛୁ। झूठ बोलो, बार बार झूठ बोलो। ଏମିତି ଗଲା ପରେ ତା ଯୋଉ ବିଶୁଆ ପୁଅଟା, ସାନ ପୁଅଟା, ଯାହା ହଉ ତା ଗୋଟେ ପୁଅ, ସେ ଆଜି ତଳ ଇଏ ସମୁଦ୍ର ବହୁତ ପାଖରେ ଥିଲା, ସେ ପୁତିକି ଦୂରକୁ ପଳେଇଲାଣି। ଆଉ ଆଗରୁ ଏରକମ ସବୁ ଥିଲାନି, ଗଛ ଫଛ ଥିଲାନି। ଆଗରୁ ସବୁ ଥିଲା ଏଇ ଗଞ୍ଜେଇ ଗଛ, ଆଉ ଇଏ ଗଛ, ପାନ ଗଛ, ଆଉ ଗୁଟକା ଗଛ ସବୁ ଥିଲା। ଆଉ ଏବେ ସବୁ ବର ଗଛ, ଅସ୍ତ ଗଛ ସବୁ ହେଲାଣି। ସେ ସବୁ ଗଞ୍ଜେଇ ଫଞ୍ଜେଇ ଗଛ କାଟିଦେଲେଣି ବୋଧେ। ଆଉ ବିଶ୍ଵ ଯେତେବେଳେ ଥିଲା, ସେତେବେଳେ ସେଇ ଗଞ୍ଜେଇ ଗଛ ଭିତରେ ଗୋଟେ ବରକୁଳି ଗଛ ଥିଲା। ଯାଉ बंद करो हाथ जोड़ के मैं। ଧରମା କାହାନ୍ତି ସେ? ଆମ ଝିଅର ଇଏ ସାଙ୍ଗ, ଇଏ କିଏ ତୋର? ତା ସାଙ୍ଗ ନା? ତୋ ସାଙ୍ଗ? ତୁ ଠିଆ, ଫଟୋ ଠିଆ ଫଟୋ ଉଠାଅ। ସେ ଗୋଟେ ସାଙ୍ଗ ବନେଇ ସାରିଲାଣି ଆସିକି। ସେ ଯିବେ ଘରକୁ, ଯେ ତମେ ଯିବନି ବୋଲି ସେ ଯିବେ ନା। ତାକୁ ରଖିଦେ। ଇଏ ଏଠି କଣ ଠାକୁର ଅଛନ୍ତି? ନବଗ୍ରହ ଠାକୁର। ଇଏ ମାନେ କୋଣାର୍କ ମନ୍ଦିର ପରେ ପରେ ହେଲେ ନା ସେଇ ସମୟ? ସୂର୍ଯ୍ୟ ମନ୍ଦିର ଥିଲେ ଠାକୁର ମନ୍ଦିର ଭାଙ୍ଗିଗଲା, ସୂର୍ଯ୍ୟ ମନ୍ଦିର ଥିଲା ଆଗରୁ। ଆଗରୁ ସୂର୍ଯ୍ୟ ମନ୍ଦିର ଥିଲା। ଆଉ ଏବେ ସେ ମନ୍ଦିର ଭାଙ୍ଗିଗଲା ପରେ ଏଠି ଆସି ପୂଜା ହଉଛନ୍ତି। ନବଗ୍ରହ 9ଟି ଗ୍ରହ ଏଠି ପୂଜା ହଉଛନ୍ତି। ସେଇ ମନ୍ଦିର ଠାକୁର, ସେଇ ମନ୍ଦିର ଆଚ୍ଛା, ଏଟା ସମୁଦ୍ର କୂଳର ମନ୍ଦିର ଥିଲା। ହଁ ସମୁଦ୍ର ଘୁଟିଗଲାଣି ପୁରା 3 କିଲୋମିଟର। 3 କିଲୋମିଟର ଘୁଚିଗଲାଣି। ତାକୁ କିଏ ରାଜା କରିଥିଲେ? ନାଙ୍ଗୁରା ନରସିଂହ ଦେବ ରାଜା। ଆଚ୍ଛା, ମିସ୍ତ୍ରୀ ହେଲା ବିଶୁଆ। ଆଉ ଚୁଳି ମାରିଲେ ପୁରା ଧର୍ମପଦ ପୁଅ ବିଶ୍ୱନାଥଙ୍କ ପୁଅ। ସାଙ୍ଗମାନେ ଆଜି ଆମ କକା ନଉଥିଲେ ସମସ୍ତଙ୍କ ଇଣ୍ଟରଭ୍ୟୁ, ସିଏ ବି ନିଜେ ଇଣ୍ଟରଭ୍ୟୁ ଦେଲେ, ନିଜେ ଇଣ୍ଟରଭ୍ୟୁ ଦଉଛନ୍ତି, ନଉଛନ୍ତି ଖାଲି। ଏବେ ଆମେ ପଳେଇ ଯିବା ପୁରୀ ସି ବିଚ୍, ତାପରେ ଯିବା ମନ୍ଦିର ତାପରେ ସି ବିଚ୍ ଯିବା। ଆଉ ଆଗର ଶିବ ମନ୍ଦିର ଯାଇଥାନ୍ତେ, ତାପରେ ଆସିଥାନ୍ତେ। ପୁଣି ଆଗରେ ଏଠି ଗଲେ ମୁନୁ କାକି ଯାହା କହୁଛନ୍ତି ସେଇରା ଆମେ ଚାଲିଛୁ। ପୁରୀରେ ଖାଇବୁ ନଡ଼ିଆ କଦଳୀ, ପୁରୀରେ ଖାଇବୁ ନଡ଼ିଆ କଦଳୀ, ଛେନା ପୋଡ଼ା ହେବୁ ଖୁସିରେ।
रे कुनी झियो सेना पड़ारे हेबो खुशी नदी हे नदी କୁଅଟା କୁଅ ସାଙ୍ଗମାନେ ଆମେ ଆସି ପୁରୀ ପହଞ୍ଚିଛୁ। କେତେଥର ମୁଁ ପୁରୀ ଠାକୁରଙ୍କ ଦୟାରୁ କେତେଥର ଆସି ପୁରୀ ପହଞ୍ଚିଲି। ଆସିଲିଣି ପୁରୀ କେତେଥର ମୋର ଡୋରି ଲାଗୁଛି। ଏ ମାସର ପକେଇ 3 ଥର ଭିଡ଼ିଓ କରିସାରିଲି, 2 ଥର ଭିଡ଼ିଓ କରି ପକେଇ ସାରିଲି। ଏଇଟା ଆଉ ଗୋଟେ ଥର ଆମେ ଗାଡ଼ି ରଖିକି ଆସିଲୁ। ଗାଡ଼ି ପାର୍କିଂ କରି ଯାଇଥିଲୁ। କକା ହେରିକା ଆଗରେ ଗଲେଣି, ଟୁପି ଛାଡ଼ି ଦେଇଥିଲେ, ଟୁପିଟା ଆଣି ଯାଇଥିଲି। କକା ହେରିକା ଯାଉଛନ୍ତି। କିଏ ଏଇ ଭାଇ ତମର ମାନେ ଆମେ ଏବେ ଯାଉଛୁ ଜଗନ୍ନାଥ ମନ୍ଦିର ପାଖକୁ ଯାଉଛୁ। ଗୋଟେ ରିକ୍ସାରେ ଯାଉଛୁ କକା ମୁଁ ଆଉ କାକି ହେରିକା ଗଲେଣି ଆଗରେ, ଆଉ ଗୋଟେ ରିକ୍ସାରେ ଗଲେଣି ଆଗରେ, ଆଉ ଜଣେ ମୋ ସାଙ୍ଗ ରିକ୍ସାରେ ଆମେ ଯାଉଛୁ। ଚାଲିକି ଆଉ ଯାଇ ହେଉନି, ସେଠି ବୁଲିକି କୋଣାର୍କରେ ପୁଣି ଏଠି ଚାଲିକି ଆଉ ଯାଇ ହେଉନି। ଯାଉଛୁ ରିକ୍ସାରେ। ଆଉ ରିକ୍ସା ହେଲା କହିଲେ 50 ଟଙ୍କା, ଆମେ 30 ଟଙ୍କା ଦେଇକି ଯାଉଛୁ। ତମେ ଲାଷ୍ଟ ଟାଇମ୍ କେବେ ଆସିଥିଲ? ତମେ ଆସିଲି 2019 ଆଜି 6 ବର୍ଷ ହେଲା। କକା ଆଇଲେ 6 ବର୍ଷ ପରେ। ମୁଁ ବର୍ଷର 3 ଥର ଆସିଲି। ମୁଁ ନା ଆସିଲିନି 10 ଥର ଖଣ୍ଡେ। ପ୍ରଥମେ ଛୁଆବେଳେ ଆସିଥିଲି, ପୁରୀ ମନ୍ଦିର ଭଲ ତିଆରି ହେଇନଥିଲା। ମନ୍ଦିର ପାଖାପାଖି କିଛି ତିଆରି ହେଇଥିଲା। ଏ ଯୋଉ ଦୋକାନ ଫୋକାନ କିଛି ଏତେ ନଥିଲା। ସେତେବେଳେ ଆମେ ରାଜା ଶାସନ ଆସିଥିଲେ ଆଉ। ଆଜ୍ଞା ଫାଙ୍କାର ନା କିଏ ସେ ସମୁଦ୍ର? ହଁ ବା, ଚାରିପଟ ସମୁଦ୍ର ଥିଲା। ହଁ ଏଥିରେ ବାଲି ଥିଲା ସବୁ। ଏ ସଡ଼କ ଥିଲା ନା, ଏସବୁ ଖାଲି ବାଲି ଥିଲା। ବାଲି ଥିଲା। ଆଉ ପୁରା ଲାଗିଥିଲା ସମୁଦ୍ରକୁ, ମନ୍ଦିରକୁ ସମୁଦ୍ର ଲାଗିଥିଲା। ମଉସା ତମ ଘର ଏଇ ପାଖରେ ନା? ଏଇଠି ଜନ୍ମ ହେଇଥିଲ, ବୋଲି ଭଡ଼ାରେ ରହିଛ? ତମ ପ୍ରକୃତ ଘର କୋଉଠି? ତମ ବାପା ମା ଘର? ନୁଙ୍ଗୁରା? କଣ୍ଟିଲ ସେ ତ ମେନ୍ ଜାଗା ଆଉ। କଣ୍ଟିଲ ଏଠି ଆମର ନୀଳମାଧବ ଏରିଆର ଜଗନ୍ନାଥ ଯେହେତୁ ସୃଷ୍ଟି, ସିଏ ମଉସା ଘର ସେ ନୁହେଁ କି? କଣ୍ଟିଲରୁ ଆସିନାହାନ୍ତି ଜଗନ୍ନାଥ? ଏବେ ଲାଇନ୍ ଚାଲିଛି। ପଳେଇଲେଣି ମଉସା କହୁଛନ୍ତି ଠାକୁର ବର୍ତ୍ତମାନ ପଳେଇଲେଣି। ପୁଣି ନୀଳମାଧବ କଣ୍ଟିଲ ପଳେଇଲେଣି। ପୁରୀର ଆଉ ଏବେ ନାହାନ୍ତି ଠାକୁର। 3 ରଥ ଠିଆ ହେଇଛି। ଏବେ ବିକ୍ରି ହୁଏ ନା କ'ଣ? ରଥ ବିକ୍ରି ହୁଏ ନା କ'ଣ? ରଥ ବିକ୍ରି ହୁଏ ନା? ତା କାଠ ସବୁ ବିକ୍ରି ହୁଏ ନା? ଇଏ ଅକ୍ସନ୍ ହୁଏ ନା କ'ଣ? ଭିଡ଼ିଓ ଗଲେ ଅକ୍ସନ୍ ହୁଏ କାଠ। ଇଏ ରଥ ଭଙ୍ଗାଯିବ, ଭଙ୍ଗା ହେଇକି ଯୋଉ କାଠ ବିକ୍ରି ହବ, ଅକ୍ସନ୍ ହୁଏ। ଏ କାଠ କୋଉଠି ଲାଗେ? ଅକ୍ସନ୍ ହୁଏ ପରା, ଲୋକ ନେଇଯାଆନ୍ତି ଆଉ କିଣିକି, ଆଉ ରଖିବେ ଘର ନେଇକି। ଆଉ ରଥ କାଠ ସ୍ୱୟଂ ଜଗନ୍ନାଥ ବସ୍ତି ରଥ କାଠ ତାର ଆସ୍ଥାନ ଦରକାର। ପଇସା ଠାକୁର ପାଖରେ ରହିବ। ସେ କାକେ ଏଇଠି ଅଛି ମୁନୁ କାକି ଝିଅ ଆମ ମୁନୁ କାକି ଝିଅ ଏରିଆ ଖାଲି ହଜି ହେଉଛନ୍ତି। ଟିକେ ଗଲାପୁର 4ଟା ଖଣ୍ଡେ 4:30 ହେଇଛି। କକା କ'ଣ କହୁଥିଲେ ଦେଖିବା ଯାଇ କାର୍ଡ଼ ଗଲେ ତାଙ୍କୁ ଖୋଜିତେ ପଡ଼ିବ। ମୋବାଇଲ ମୋ ପାଖରେ ଅଛି। ସେ କହୁଥିଲେ ସେଠି ଅଛନ୍ତି ଭିତରେ, ନାଇଁ ବାହାରେ ଥିବ କହୁଛନ୍ତି। ସିଂହଦ୍ୱାର କତିରେ ଅଛନ୍ତି, ଗଲେ ଜଣାପଡ଼ିବ କେଉଁଠି ଅଛନ୍ତି। ଆଉ ସାଙ୍ଗମାନେ ଆମେ ବୁଲି ସାରିଲୁଣି। ଏବେ କକା ହେରିକା ଆଗରେ ଗଲେଣି। କକା ହେରିକା ମୁଁ ପଛରେ ଯାଉଥିଲି ଜୁତା ନେଇକି, ଜୁତା ମୋବାଇଲ ନେଇକି ପଛରେ ଯାଉଛି। ବୁଲି ସାରିଲୁଣି। ଆମେ ଭିତରେ ବୁଲିଗଲେ ପାଖାପାଖି 4ଟା 7ଟା ହେଲାଣି। ଏବେ ଯିବା ସି ବିଚ୍ ଯିବା। ଦିନସାରା ବହୁତ ଥକା ହେଇଗଲାଣି। ଏବେ ସି ବିଚ୍ ଯିବା। ସି ବିଚ୍ ଯାଇକି କଥା ହେବା। ଆଉ ଟିକେ ବାଟରେ ଯଦି କିଛି ହେଲା ତାହେଲେ କଥା ହେବା।
ଟିକେ ଭିଡ଼ିଓ କରିବା ନହେଲେ ଯାଇରେ ସି ବିଚ୍ରେ ଯାଇକି ଟିକେ ଭିଡ଼ିଓ କରିବା। ସାଙ୍ଗମାନେ ଆମେ ଏବେ ପହଞ୍ଚିଯାଇଛୁ ସମୁଦ୍ର କୂଳରେ। ଏ ମା ଝିଅ ଯାଉଛନ୍ତି ସମୁଦ୍ର କୂଳକୁ। ଏଇ ଯାଅ ଯାଅ ଭିତରେ ଯାଅ। ଆସୁନୁ ଝିଅ ଆ ଏଇ ଉଠ 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 ଦେଖ ଦେଖ ହେଇ ବାନ୍ତି କରି ପକେଇଲାଣି ମାମା କିଛି ହବନି। ଉଠ ଉଠରେ ବସିବୁ ନା ଯା ଯା ବାପ ଝିଅ ଯାଉଛନ୍ତି ଭିତରକୁ ଡରି ଡରିକି ଯାଉଛନ୍ତି। ଯା 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 ଆଇଲା 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 ଆଇଲା। ଉଦା ହେଇଯିବ ଦେଖ ଆଇଲେ ପଳେଇଆ। ଆଉ ଉଦା ହବ ତ ବସ 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 ହଁ ଏ ବସ 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 ଏଇ ଟିକିଲି ଯୋଉ ଦେଖ ସିଏ ଯାଇକି ଠିଆ ହେଇଛି ତୁ ଯାଇପାରୁନୁ। ହେ ଛେରେଇଟେ ନେଇକି ରେ ଛେରେଇ ଟିକିଲି ଯୋଉଟେ ଠିଆ ହେଇଛି। ଆମ ବୁଗୁଡି ଛେରେଇ ଯାଉନି କାଖ ହେଇଛି। ଏଇ ଦେଖ 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 ଏଇ ଦେଖ ସେଇ ଟିକିଲି ଝିଅଟେ। କିଛି କହ କେମିତି ଲାଗୁଛି ଲୋ? ସାଙ୍ଗମାନେ ଏଠି ଗୋଟେ କାରିଗର କାଟିଛନ୍ତି ଦିଟା ଛୁଆ ଦେଖିପାରୁଥିବେ ଏଠି ମତ୍ସ୍ୟରାଣୀର ଚିତ୍ର କାଟିଛନ୍ତି ସମୁଦ୍ର କୂଳରେ। ना पूरा ही ना फुल हो गया ना। आप दोनों ने क्या है? आप एकल दोनों ने मिलके ये दोनों ने क्या है? अच्छा हुआ है बहुत अच्छा हुआ है। अरे बहुत अच्छा हुआ है। ब्यूटीफुल। आप हर दिन करते हो आज? कभी कभी छुट्टी रहता है कॉलेज मेरा में बीकॉम फाइनल ईयर पढ़ाई करता हूँ। बीकॉम यहाँ पे पुरी में। अब घर कहाँ है? यही लोकल हो गया। उड़िया अबे साले उड़िया को नाम है तो उड़िया। हाँ समझते अभ्यास रहा कोई कोई चाहिए ओडिया तने तमे आमको गोटे हिंदी कहीदेल ना कौन राकेश मान तम ना राजमोहन दी भाई की माउसी पुओ भला महादेवर पिला कारीगरी मिस्त्री भल एटा केते समय लगुच 2 घंटा आज्ञा सांग मैंने आम पलि आसलु समुद्र बुली सबुआड़े बुली पलि आसलु आम रूम को जा पक्का मत रूम छाड़ देकी से घर को जी पाखापाखि 8टा 8:30 है पूरा समस्त थकी आम झील काकी शोले पक्का आम सान झील शोला आम रूम को जा रूम सांग मैंने आम रूम आसिक पहुंची समस्ते थकी सब पक्का घर को पलि आम डुंगुरी गुड़ गुड़ी शोला पूरा आुनु कहीं पूरा रेडी है जी रात 10टा है तो पक्का बस भावुं जीवे ना जीवे आउ बोधे पूरी जी भाव मुनु केमती लगे पूरा बुलिक पक्का जाती इच्छा बही ढेर दिन है कि जाइनी वीडियो बनई कक्का के वीडियो गोटे बननी छाड़ी से जिनस किसी ना तो पसंद लगुना गाड़ी घोड़ा सब थिला से जो पताका जो एपट उड़ीला परीक्षा करती सब आम भी जाइलु ये जो बान पताका दिगर कहीं दे दिगर उड़ू से दिगर लोक कहते जो वीडियो भी देखो